ଗୁରୁପ୍ରସାଦ ମହାନ୍ତି ଅତ୍ୟାଧୁନିକ ଓଡ଼ିଆ କବିତାର ଅନ୍ୟତମ ଅବିସ୍ମରଣୀୟ ଅପ୍ରତିଦ୍ୱନ୍ଦ୍ୱୀ ପାଠ୍ୟାନ୍ତର୍ଗତ ପୁରସ୍କାରପ୍ରାପ୍ତ କାଳଜୟୀ କବି। ତାଙ୍କୁ ଛାଡ଼ିକି ଆଧୁନିକ ଓଡ଼ିଆ କବିତାର ସମାଲୋଚନା ଅସମ୍ପୂର୍ଣ୍ଣ ମନେ ହେବ। ଜୀବନରେ ସ୍ୱଳ୍ପ ସଂଖ୍ୟକ କବିତା ଲେଖିଥିଲେ ମଧ୍ୟ ସେ ଇଂରାଜୀ ସାହିତ୍ୟର ଅଧ୍ୟାପକ ଥିଲେ ମଧ୍ୟ ଓଡ଼ିଆ ସାହିତ୍ୟରେ ଜଣେ ଅବିସ୍ମରଣୀୟ କବି। ତାଙ୍କର ଆଖିର କପୋତ ମୋର, ସୁନାର ଝରଣା, ଅଳକା ସାନ୍ୟାଲ, ଗୋବର ଗଣେଶ ଇତ୍ୟାଦି ରଚିତ କବିତା ଗୁଡ଼ିକ ବର୍ଷ ବର୍ଷ ଧରି ଓଡ଼ିଆ ଶ୍ରେଣୀରେ ପାଠ୍ୟ ଭାବରେ ପଢ଼ାଯାଇ ଲୋକପ୍ରିୟ ଆଦୃତ ହୋଇଅଛି। ସେହିଭଳି ଗୋଟିଏ କବିତା ଆଖିର କପୋତ ମୋର ମୁଁ ନେଇଛି, ଯାହାର ମୌଖିକ ଆଲୋଚନା ମୁଁ କରୁଅଛି। ଏ କବିତାଟି ମୋତେ ଭାରି ଭଲ ଲାଗେ, ଭୁଲିପାରେ ନାହିଁ ଏ କବିତାକୁ। ଅନେକ ଥର ଲିଖିତ ସମାଲୋଚନା କରିଥିଲେ ମଧ୍ୟ ମୋର ଅବଶୋଷ ରହିଯାଏ ଯେ ଆହୁରି କିଛି ସୁନ୍ଦର ଭାବରେ, ପ୍ରାଞ୍ଜଳ ଭାବରେ ସାଧାରଣ ପାଠକଙ୍କର ବୁଝିବା ସ୍ତରକୁ ଯାଇ ଆଲୋଚନା କରିବି, ଯାହାକି ପାଠକ ଶ୍ରୋତାଙ୍କୁ ପ୍ରୀତ ଦେବ, ଆନନ୍ଦିତ କରିବ, ବିମୋହିତ କରିବ, ଆଲୋଡ଼ିତ କରିବ, ବେପଥୁବନ୍ତ କରିବ। ତେଣୁ এই କବିତାଟି ମୋତେ ଭାରି ଭଲ ଲାଗେ। ଆଖିର କପୋତ ମୋର, କବି ଗୁରୁପ୍ରସାଦ ମହାନ୍ତି। ଆଖିର କପୋତ ମୋର ଆକାଶର ଇସ୍ପାତ ଦେହରେ ବାଧା ପାଇ ପ୍ରତିଦିନ ଫେରିଆସେ ଏହି ପୃଥିବୀକୁ, ଯେଉଁଠାରେ ତୁମେ କର ପ୍ରତିଦିନ ବିଜନ ପ୍ରତୀକ୍ଷା, ଜରା ମୃତ୍ୟୁ ବ୍ୟାଧି ପୁଣି ଜୀବନର ଅର୍ଥ ବୁଝିବାକୁ। ସମୁଦ୍ରର ଢେଉ ସବୁ ଛୋଟ ଛୋଟ ହାତ ପାପୁଲିରେ, ସ୍ଥବିର ବାଲିର ଦେହ ଯେବେ ଦିଏ ଆଉଁସି ଆଉଁସି, ମୁଁ ଯାଇ ବିବ୍ରତ ହୋଇ ଭେଦି ଖରା ଦୀପହର ତପ୍ତ ଧୂସରତା, ମୋର ପିତୃପୁରୁଷର ସ୍ମୃତି ଖୋଜେ ତୁମର ଏ ବିବର୍ଣ୍ଣ ଦେହରେ। ତୁମେ କୁହ କଥା, କୁହ ଘାସ ଆଉ ପତରର ଗୋପନୀୟ କଥା, ଘାଟି ବଣ ଜଙ୍ଗଲର କଥା ଯେତେ, ଶିଉଳି ଶାମୁକା ଆଉ ସମୁଦ୍ରର କଥା। ବିଷର୍ଣ୍ଣ ରାତିରେ ଛିନ୍ନ ବଉଦରେ ବିବର୍ଣ୍ଣ ଜହ୍ନର, ଏପାରିରୁ ଭାସିଯାଇ ସେପାରିରେ ମରିଯିବା କଥା। ଚୈତ୍ରର ଜୀର୍ଣ୍ଣ ଦେହ ଏବାଲିର ଛୋଟ ଛୋଟ ଭଉଁରୀ ଭିତରେ, ଏପାଖ ସେପାଖ ଯାଏ ଉଡ଼ି ଉଡ଼ି, ତୁମେ ନିଅ ସାଉଁଟି ସାଉଁଟି, ତୁମେ ପୁଣି ଭଲ ପାଅ, ତୁମେ ପୁଣି ହାତ ଧରି ଡାକ, ତୁମର ଆତ୍ମା ବା କାହିଁ, ମୋ ଦେହ ବା ଜୀବନ୍ତ କେଉଁଠି। ମେଘର ଇସ୍ପାତ ଦେହ ସ୍ଥିର, ପୁଣି ବାଧା ପାଏ ସେଠି ତୁମ ମନର କପୋତ। ଆଖିର କପୋତ ମୋର ଫେରିଆସେ ଯେତେବେଳେ ଆକାଶର ଭ୍ରାନ୍ତି ପାରି ହୋଇ, ତୁମର ଦେହରେ ଏହି କ୍ଳାନ୍ତି ଆଉ ଭୋକ ଶୋଷ ଉତ୍ତେଜନା ଖେଦ ଆଉ କୋହର ଭିତରେ ମୋ ଦେହରେ ସ୍ୱପ୍ନ ଧରି ବହିଯାଏ ସମୟର ନଈ। ନିସ୍ତବ୍ଧ ଦୀପହରେ ପତ୍ରଝଡ଼ା ଶୁଭେ ନାହିଁ ଖରାର ନିଶ୍ୱାସ, ଝାଉଁ ବଣ ମିଶିଯାଏ ଧୂଆଁ ହୋଇ ଆକାଶ ଭିତରେ, ମନେ ମୋର ପଡ଼େ ନାହିଁ କେବେ ମୋର ଆଖିର କପୋତ, ତୁମର ସନ୍ଧାନ ଦିନେ ପାଇଥିଲା କଟକ ବା ଉଜ୍ଜୟିନୀ ସହର ପ୍ରାନ୍ତରେ। ଛୋଟିଆ କବିତାଟିଏ, କିନ୍ତୁ ବୌଦ୍ଧିକ ଦୁର୍ବୋଧ୍ୟ କବିତା ଥିବାରୁ ଏହା ଅନେକ ଥର ଶ୍ରେଣୀକକ୍ଷରେ ପାଠ୍ୟ ଭାବରେ ପ୍ରଚଳିତ ହୋଇପାରି ନାହିଁ। ଆଖିର କପୋତ ମୋର। କପୋତ ଗୋଟିଏ ନିରୀହ ପକ୍ଷୀ। ଛଞ୍ଚାଣ, ଇଗଲ ବା ଶାଗୁଣା ଭଳିଆ ଏହା ହିଂସ୍ର ମାଂସଖାଦକ ପକ୍ଷୀ ନୁହେଁ। ନିଜ ଜୀବନର, ନିଜ ଚାହାଣୀର ସରଳତା, ନିରୀହତାକୁ ଏଠି କପୋତ ପ୍ରତୀକ ଏବଂ ଚିତ୍ରକଳ୍ପ ମଧ୍ୟରେ କବି ପ୍ରକାଶ କରିଛନ୍ତି। ସାହିତ୍ୟ ଯଦି, କବିତା ଯଦି ସବୁକିଛି ସହଜ ସରଳ ଭାବରେ ବ୍ୟକ୍ତ ହୋଇଗଲା, ସେଥିରେ ଚାତୁର୍ଯ୍ୟ ନଥାଏ, ସୌନ୍ଦର୍ଯ୍ୟ ନଥାଏ, ବୌଦ୍ଧିକତା ନଥାଏ, ବୁଦ୍ଧିର କରିସ୍ମା ବା ଚମତ୍କାରିତା ନଥାଏ। ତେଣୁ କବିତା ବିନ୍ଦୁ ଭିତରେ ସିନ୍ଧୁ ଦର୍ଶନ କରାଏ ଏବଂ ପାଠକକୁ ଭାବାବିଷ୍ଟ, ଚିତ୍ତ ଆକୁଳିତ କରାଏ।
ତେଣୁ ଯେଉଁ କବିତା ଉଚ୍ଚ କୋଟିର ସେ କବିତା ନିଶ୍ଚିତ ଭାବରେ ବୌଦ୍ଧିକ ଏବଂ ସେ କବିତା ନିଶ୍ଚିତ ଭାବରେ ପାଠକକୁ ଚିନ୍ତାନ୍ୱିତ କରାଏ। ଆଖିର କପୋତ ମୋର ମିନ୍ସ ମାନେ ହେଲା ଯେ ଚାହାଣୀର ନିରୀହତା। କବି ଭାବୁଛନ୍ତି ଯେ ଜୀବନକୁ ସେ ସହଜ ସରଳ ଭାବରେ ବିତେଇ ଦେବେ, କିନ୍ତୁ ଦିନେ ଅଧେ ଜୀବନ ସହଜ ସରଳରେ ବିତିବ, ହେଲେ ସବୁଦିନ ଜୀବନ ସହଜ ସରଳରେ ବିତିବ ନାହିଁ। କାରଣ ଭବିଷ୍ୟତ ଅନ୍ଧାର। ଭଗବାନ ମହାନ ଚାଲାକ, ମହାନ ଚତୁର। ତେଣୁ ସେ ଅତୀତ କାଳକୁ ଆମକୁ ବିତେଇକି ଦେଖେଇ ଦେଲେ ବର୍ତ୍ତମାନ କାଳରେ ମଣିଷ ଅଛି, ଆଗାମୀ ଭବିଷ୍ୟତ କାଳ ମଣିଷ ଜୀବନ ପାଇଁ କ'ଣ ଆଣିବ ଏହା ଅଜଣା ଏବଂ ସନ୍ଦେହରେ ଅଛି। ତେଣୁ ସେହି ଭବିଷ୍ୟତ କାଳର ସନ୍ଦିହାନ ପାଇଁ ମଣିଷ ଚିନ୍ତା ଆକୁଳିତ ହୁଏ ଏବଂ ଆଶଙ୍କାଗ୍ରସ୍ତ ହୁଏ। ଆଖିର କପୋତ ମୋର ମାନେ ଚାହାଣୀର ନିରୀହତା, ଚାହାଣୀର ସରଳତା। ଆଖିର କପୋତ ମୋର ଆକାଶର ଇସ୍ପାତ ଦେହରେ। ମଣିଷ ହେଉଛି ଏକ ଉଚ୍ଚାକାଂକ୍ଷା ପ୍ରାଣୀ। ଯେଉଁ ମଣିଷର ଆଶା ନାହିଁ ସେ ମଣିଷର ଜୀବନରେ ବଞ୍ଚିବା ନାହିଁ। ତେଣୁ ଆଶାରେ ହିଁ ମଣିଷ ବଞ୍ଚେ। ଆଶା ନଥିଲେ ମଣିଷ ବଞ୍ଚିବାର ଆଶ୍ୱାସନା, ସାହସ ଜୀବନରେ ପାଇ ନଥାଏ। ତେଣୁ ଆଶା ଅସୀମ, ଆକାଶ ଭଳି ଉଚ୍ଚତର ଉଚ୍ଚାକାଂକ୍ଷା ସମ୍ପନ୍ନ। ମୁଣ୍ଡ ଉପରେ ଆକାଶ ଅଛି ଏବଂ କବି ମୁଣ୍ଡ ଉପରର ଆକାଶକୁ ଦେଖି ଉଚ୍ଚାକାଂକ୍ଷା ହାଇ ଆମ୍ବିସିୟସ୍ ହେଇଛନ୍ତି ଯେ ଜୀବନରେ ତାଙ୍କର ସବୁ ଆଶା କିଭଳି ଫୁଲଫିଲ୍ ହେବ, ପୂରଣ କରିବେ, ସଫଳତା ପାଇବେ, ସାଫଲ୍ୟ ଅର୍ଜିବେ, ସେଇ ଚିନ୍ତା ସେ କରିଛନ୍ତି। କିନ୍ତୁ ସବୁ ଆଶା କବିଙ୍କର କ'ଣ, ସବୁ ମଣିଷଙ୍କର କେବେ ପରିପୂର୍ଣ୍ଣ ଫୁଲଫିଲ୍ ହୋଇନଥାଏ। ସେଥିପାଇଁ ମଣିଷ ଦୁଃଖିତ ହୁଏ, ମଣିଷ ଚିନ୍ତା ଜର୍ଜରିତ ହୁଏ, ବିଷାଦଗ୍ରସ୍ତ ହୁଏ। ଆଖିର କପୋତ ମୋର ଆକାଶର ଇସ୍ପାତ ଦେହରେ। ଆଖିର କପୋତ କହିଲେ ଏଠି ଚାହାଣୀର ନିରୀହତା, ସରଳତା, ସହଜତା। ଅର୍ଥାତ୍ କବି ଭାବିଛନ୍ତି ଯେ ଜୀବନକୁ ସହଜରେ ବିତେଇ ଦେବେ, କିନ୍ତୁ ଜୀବନ ସବୁଦିନେ ସହଜରେ ବିତି ନଥାଏ। ଯଦି ବିତିଯିବ ତାହେଲେ ମଣିଷ ଭଗବାନଙ୍କୁ ଭୁଲିଯିବ, ମଣିଷ ଧର୍ମକୁ ଭଲ ପାଇବ ନାହିଁ, ଭଗବାନଙ୍କୁ ଭୟ କରିବ ନାହିଁ, ଭଗବାନଙ୍କର ରୀତିନୀତି ଆଦର୍ଶ ଅନୁସାରେ ପଥ ପ୍ରଦର୍ଶନ ଅନୁଯାୟୀ ଜୀବନ ବିତାଇବ ନାହିଁ। ତେଣୁ ଚାହାଣୀର ନିରୀହତା ନେଇକି କବି ଉଚ୍ଚ ଆଶା କରିଛନ୍ତି, କିନ୍ତୁ ସବୁ ଉଚ୍ଚ ଆଶା କବିଙ୍କର ପରିପୂର୍ଣ୍ଣ ହୋଇନାହିଁ, ସଫଳ ହୋଇନାହିଁ। ସେଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି। ଯେମିତି ଇସ୍ପାତ ବ୍ଲେଡ୍ ଯେମିତିକା କାଟିଦିଏ, ସେମିତି କବିଙ୍କର ସବୁ ଆଶା ଜୀବନରେ କଟିଯାଇଛି, ଅର୍ଥାତ୍ ପରିପୂର୍ଣ୍ଣତା ଲାଭ କରିପାରିନାହିଁ, ସଫଳତା ପାଇପାରିନାହିଁ। ଏବଂ ଫେରିଆସି ଯେମିତି ପକ୍ଷୀ ଆକାଶକୁ ଉଡ଼ିଲେ ମଧ୍ୟ ତା'ର ବାସସ୍ଥାନ ହେଉଛି ଗଛର ବସା। ତେଣୁ ସେ ଉଚ୍ଚ ଆକାଶରେ ଉଡ଼ିଲେ ମଧ୍ୟ ସେ ପୃଥିବୀକୁ ଆସିବ, ଚରି ବୁଲିବ। ଠିକ୍ ସେମିତିକା ମଣିଷ ଉଚ୍ଚ ଆଶା କରିଛି, କିନ୍ତୁ ସବୁ ଉଚ୍ଚ ଆଶା ପୂରଣ ହୋଇପାରିନାହିଁ ଏବଂ ସେଇ ତା'ର ଉଚ୍ଚ ଆଶା ପୁଣି ଭାଙ୍ଗି ଯାଇଛି ଏବଂ ସେ ଜୀବନରେ ସହଜ ଭାବରେ ଜୀବନ ଅତିବାହିତ କରିବା ପାଇଁ ଚାହିଁଛି। ବାଧା ପାଇ ପ୍ରତିଦିନ ଫେରିଆସେ ଏହି ପୃଥିବୀକୁ, ଯେଉଁଠାରେ ତୁମେ କର ପ୍ରତିଦିନ ବିଜନ ପ୍ରତୀକ୍ଷା। ଦାମ୍ପତ୍ୟ ଜୀବନର, ପାରିବାରିକ ଜୀବନର ଚିତ୍ର କବି ଏ କ୍ଷୁଦ୍ର କବିତାଟିରେ ଦେଖାଇଛନ୍ତି। କବି ପ୍ରେମ ବିବାହ କରିଛନ୍ତି ଏବଂ ନୂଆ ନୂଆ ବିବାହ କରିଛନ୍ତି। ପତ୍ନୀଙ୍କୁ ଘରେ ଛାଡ଼ିକି ପେଟ ପାଟଣା ପାଇଁ, ଉପାର୍ଜନ ପାଇଁ ସେ ଘରୁ ବାହାରି ଯାଇଛନ୍ତି ଏବଂ ସେ କହିବା ଛଳରେ ପତ୍ନୀଙ୍କୁ ତାଙ୍କର ଜୀବନର ବାର୍ତ୍ତା ଶୁଣାଇଛନ୍ତି। ତେଣୁ କବି କହୁଛନ୍ତି ଯେଉଁଠାରେ ତୁମେ କର ବିଜନ ପ୍ରତୀକ୍ଷା। କବି ଏବଂ ତାଙ୍କ ପତ୍ନୀ ଦୁଇ ଜଣ ନୂଆ ନୂଆ ବିବାହ କରିଛନ୍ତି, ପ୍ରେମ ବିବାହ କରିଛନ୍ତି, ସନ୍ତାନ ସନ୍ତତି ହୋଇନାହାନ୍ତି। ତେଣୁକରି ଏକୁଟିଆ ବିଜନ ଭାବରେ ରହିଛନ୍ତି ଏବଂ ସ୍ୱାମୀଙ୍କର ଆଗମନକୁ ପ୍ରତୀକ୍ଷା କରିଛନ୍ତି, ଅପେକ୍ଷା କରିଛନ୍ତି। ଏବଂ ଯେଉଁ ଜୀବନରେ ମଣିଷ ବିବାହ କରେ, ସେହି ଜୀବନ ଧୀରେ ଧୀରେ ଯୌବନ ସରିଗଲା ପରେ ମଣିଷ ବୁଢ଼ା ହୋଇଯାଏ, ମଣିଷ ବାର୍ଦ୍ଧକ୍ୟକୁ ସାମ୍ନା କରେ ଏବଂ ମୃତ୍ୟୁକୁ ସାମ୍ନା କରେ, ରୋଗଗ୍ରସ୍ତ ହୁଏ ଏବଂ ଜୀବନର ଅର୍ଥ ବୁଝିକି ମଧ୍ୟ ବୁଝିପାରେ ନାହିଁ। ସମୁଦ୍ରର ଢେଉ ସବୁ ଛୋଟ ଛୋଟ ହାତ ପାପୁଲିରେ, ସ୍ଥବିର ବାଲିର ଦେହ ଯେବେ ଦିଏ ଆଉଁସି ଆଉଁସି। କବି
एसीएस कॉलेज सामंत चंद्रशेखर कॉलेज रे जेतेबेले इंग्राजी अध्यापक थिले सेही समय रे बोधे ए कविताटी लिखिछंती। आमे समस्ते जानिचे जे पुरी सहर समुद्र कूल रे अवस्थित, तेणु समुद्र कूल रे कवि बुलिबा को जाइछंती। समुद्रर बड़ बड़ उच्च उच्च ढेउ को से निजर छोट हाथ पापुली रे धरिछंती, तेणु सेही समुद्र कूलर कथा समुद्रर कथा से खेती पई कहिछंती। समुद्रर ढेउ सब छोट छोट हाथ पापुली रे, समुद्रर विराट ढेउ तुलना रे हाथ पापुली निश्चित भाव में छोट। कवि बालीबंत ऊपर समुद्र कूल रे बसचंती, बाली ऊपर बसचंती, उत्ताल तरंग को जेतेबेले आसुची तांक पाखकु तांको हाथ पापुली धरिकी धरिया पई से हाथ चेष्टा करिछंती। मु जाई विव्रत होई भेदी खरा दीपहर तप्त धूसरता। केतेबेले पुणी एठी छिन्न चित्र जीवनर छिन्न चित्र टिकी टिकी चित्रर एठी वर्णना करिछन। गोटे पटे यौवन जीवनर यौवनर स्थिति एवं अन्य पटे जीवनर वार्धक्यर स्थिति, दुईटी जीवन को लेकिन यौवन एवं वार्धक्य दुईटी जीवनर कथा ए छोट कविताटी कहे पाठक को शुणाए। तेणु समुद्रर ए स्थबिर बालीर देह देवे दिए आउंसी आउंसी, अर्थात समुद्र कूल रे बसचंती। स्थबिर माने स्थिर, स्थिर बाली को से आउंसी दउछंती, कोमल हाथ स्पर्श करिकी ढेउ को धरुछंती। मु जाई विव्रत होई भेदी खरा दीपहर तप्त धूसरता। तापरे कवि पेट पाटण दाउरे ग्रीष्म ऋतुर खरा दिन रे झाल नाल हेइकी जेतेबेले बाहर बुलिकी आसिकी आ सूर्य आलोक रे आखि तांकर जळका हेइ जाइची, स्पष्ट देखा जाउ नै। झाल नाल हेइकी से घर को फेरिछंती एवं विश्राम नेइछंती। झाल सुखी गला परे गाधेइछंती एवं स्त्रीଙ୍କ सहित शारीरिक संपर्क रखिछंती एवं आशा करिछंती जे पुओटीए पाइबे। कारण आमर भारतीय समाज पितृकैंद्रिक, मनुष्यर वंश पुरुष अनुसार गणना हुए। तेणु प्रत्येक पिता माता बा स्वामी स्त्री तांकर प्रथम संतान पुओ होबार आशा करिछंती। कवि भी सेमिति आशा करिछंती। मु जाई विव्रत होई भेदी खरा दीपहर तप्त धूसरता, मोर पितृपुरुषर स्मृति खोजे तुमर ए विवर्ण देहरे। अर्थात कविंकर पत्नी गर्भवती होइछंती, तांक पेटटी बड़ हो जाइछि, विवर्ण शरीर माने माने असुंदर देखा जाउछि। आउ से सेठी चाहिछंती कवि जे मोर प्रथम संतान पुओ हबो जाकी मोर वंशर रक्षा करिवो। तुमे कुह कथा कुह आउ घास पतरर गोपनीय कथा। जेतेबेले कवि नुआ नुआ विवाह करिछंती, स्त्री को धरिकी घाटी बण जंगल रास्ता देइकी से प्रपात जलप्रपात को देखिया पे बुलिबा को जाइछंती। समुद्र कूल रे बसचंती, नदी पोखरी कूल रे बसचंती। आउ मीठा मीठा स्वामी स्त्री भितरे विश्रब्ध आलाप प्रेमालाप चलीछि। आ घाटी बण जंगल मध्य जलप्रपात देखिबा छଳରେ से देखिछंती। पोखरी आउ नदी कूल रे बसिकी शिउली शामुका आउ समुद्रर दृश्य देखिछंती। विषन्न राति रे छिन्न बौद्धरे विवर्ण जन्नर एपारिरु भासी जाई सेपारिरे मरी जिबा कथा। तापरे कवि सबुबेले पारिवारिक दाम्पत्य जीवन जे सुरखुरे बीतब, झगड़ाहीन बीतब, जंजालहीन होइकी बीतब ता नुहे। स्वामी स्त्री भितर झगड़ा देखा देइछि, सेही समय कविंकर मन विषण्ण होइछि, दुखित होइछि एवं से स्त्री पाखरु चली आसिकी घर अगणा भितर को चली जाइछंती एवं ऊपर आकाश को चाहिछंती। जो ऊपर आकाश रे से देखिछंती कौन ना छिंडा छिंडा खंड खंड बादल तले जह्न विष माने विवर्ण जह्न, अर्थात मेघर आढ़ुआल रे मेघ तले माने सफा जह्न को न देखिकी से मेघुआ जह्न को देखिछंती, जहा फल से विवर्ण शब्दटी प्रयोग करिछंती। गला चैत्रर एपारिरु भासी जाई सेपारिरे मरी जिबा कथा। तेणु आत्महत्या महापाप। कवि जीवन में जेते दुख आसिले मध्य से आत्महत्या करिया को चाहि नाहांती, कारण जे आत्महत्या करे तार आत्मा मोक्ष पाए नाही, नरकगामी हुए। ए प्रकार पौराणिक विश्वास सबु धर्म रे अछि, तेणु हिंदू धर्म रे मध्य अछि। तेणु सेतिपय जीवन में जेते दुख आसिले मध्य कवि आत्महत्या करिया को चाहि नाहांती एवं सेतिपय जीवनर दाब दहन दुख कष्ट को
ସେ ଧୈର୍ଯ୍ୟର ସହିତ ସହିଛନ୍ତି ଏବଂ ମନ ଦୁଃଖ ହେଲେ ମଧ୍ୟ ସେ ତାକୁ ଧୈର୍ଯ୍ୟର ସହିତ ସହିଛନ୍ତି ଏବଂ ଭାବିଛନ୍ତି ଯେ ଜନ୍ମର ଗୋଟିଏ ପାର୍ଶ୍ୱରୁ ଯାଇକି ମୃତ୍ୟୁର ଅପର ପାର୍ଶ୍ୱରେ ସେ ଅବଶ୍ୟ ପହଞ୍ଚିବେ। ଏପାରିରୁ ଭାସି ଯାଇ ସେପାରିରେ ମରିଯିବା କଥା ମାନେ ଏପାରି ମାନେ ଜନ୍ମ ଏବଂ ସେପାରି ମାନେ ମୃତ୍ୟୁ। ତେଣୁ ଜନ୍ମ ଏବଂ ମୃତ୍ୟୁର ଅବଧି ଯେଉଁ ମଝିରେ ଯେଉଁ ଅଂଶଟି ରହିଲା ସେ ହେଉଛି ମଣିଷର ଜୀବଦଶା ବା ତା'ର ଲାଇଫ୍ ସ୍ପାନ୍ ବା ତା'ର ଆୟୁଷ। ଚୈତ୍ରର ଜୀର୍ଣ୍ଣ ଦେହ ଏବାଲିର ଛୋଟ ଛୋଟ ଭଉଁରୀ ଭିତରେ। ଚୈତ୍ର ଋତୁରେ ଯେମିତି ଗଛ ପତ୍ର ଝଡ଼ା ଦିଏ ଠିକ୍ ସେମିତି କବିଙ୍କର ଯୌବନ ସରିଯାଇକି ତାଙ୍କ ଜୀବନକୁ ବାର୍ଦ୍ଧକ୍ୟ ଚାଲି ଆସିଛି ଏବଂ ଜୀବନ ବୃକ୍ଷରୁ ଯୌବନର ପତ୍ର ଝଡ଼ି ଯାଇଛି। ଏପାଖ ସେପାଖ ଯାଇ ଉଡ଼ି ଉଡ଼ି ତୁମେ ନିଅ ସାଉଁଟି ସାଉଁଟି ଏବଂ କବି ବୁଢ଼ା ହେଇଯାଇଛନ୍ତି। ଥୁରୁ ଥୁରୁ ପାଦରେ ଥରି ଥରିକା ଏପଟ ସେପଟ ଦୋହଲି ଦୋହଲିକି ଚାଲୁଥିବା ବେଳେ ଯେତେବେଳେ ରାସ୍ତାରେ ଚାଲୁଛନ୍ତି ତାଙ୍କ ସ୍ତ୍ରୀ ସେତେବେଳେ କବିଙ୍କ ସହିତ ଅଛନ୍ତି ଏବଂ ସେ କବିଙ୍କୁ ଧରିଛନ୍ତି ଏବଂ କବି ଯେମିତିକା ପଡ଼ି ନ ଯିବେ ସେ ଧରିଛନ୍ତି ଏବଂ ପଡ଼ି ଯାଉଥିବା କବିଙ୍କୁ ସେ ଉଠେଇଛନ୍ତି ସାଉଁଟିବା ରୀତିରେ ଗୋଟେଇବା ରୀତିରେ ଏବଂ ତାଙ୍କୁ ଧରିକି ବାଟ ଚାଲେଇଛନ୍ତି। ତେଣୁ ଯୌବନ ଏବଂ ବାର୍ଦ୍ଧକ୍ୟ ଦୁଇ ଅବସ୍ଥାର ଚିତ୍ର ଏ କବିତାଟି ଦେଖେଇଛି। ତୁମେ ପୁଣି ଭଲ ପାଅ ତୁମେ ପୁଣି ହାତ ଧରି ଡାକ ତୁମର ଆତ୍ମା ବା କାହିଁ ମୋ ଦେହ ବା ଜୀବନ୍ତ କେଉଁଠି। ଆମର ଓଡ଼ିଆରେ ଗୋଟେ କଥା ଅଛି ଯେ ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି। ତେଣୁ ସବୁଦିନ ଯେ ସ୍ୱାମୀ ସ୍ତ୍ରୀଙ୍କର ଜୀବନ ଯେ ସୁରୁଖୁରୁରେ ବିତିବ ଝଗଡ଼ା ଝାଣ୍ଟିରେ ବିତିବ ଏବଂ ସବୁବେଳେ ଯେ ଝଗଡ଼ା ରହିବ ମନମାଳିନ୍ୟ ରହିବ ପୁଣି ସ୍ୱାମୀ ସ୍ତ୍ରୀଙ୍କର ମନ ମିଶିବ ନାହିଁ ଏହା ନୁହେଁ। କେବେ ରାଗ ରୁଷା ଏବଂ କେବେ ପୁଣି ମିଳନ କେବେ ପୁଣି ବୁଝାମଣା କେବେ ପୁଣି ସହାବସ୍ଥାନ। ତେଣୁ ଏଇଭଳିଆ ରୀତିରେ ଜୀବନର ଉତ୍ଥାନ ପତନ ଗତିଶୀଳ କରୁଛି। ତେଣୁ କବିର ପତ୍ନୀ ପୁଣି କବିଙ୍କୁ ଭଲ ପାଇଛନ୍ତି ତାଙ୍କ ହାତ ଧରିଛନ୍ତି ସ୍ନେହର ଶ୍ରଦ୍ଧାର ହାତ ବଢ଼େଇଛନ୍ତି ଏବଂ ଜୀବନ ପଥ ଅତିକ୍ରମ କରିବାର ଭରସା ରଖିଛନ୍ତି। ସେଇଠି କବି କହୁଛନ୍ତି ଯେ ତୁମର ଆତ୍ମା ମା କାହିଁ। ଆତ୍ମା ଏବଂ ମନ ଦୁଇଟା ଅଲଗା ଜିନିଷ। ଆତ୍ମା ହେଉଛି ଏକ ଧାର୍ମିକତାର ସ୍ୱରୂପ ଏବଂ ମନ ହେଉଛି ସାଂସାରିକ ମୋହମାୟାର ସ୍ୱରୂପ। ତେଣୁ ଆତ୍ମା ଏଠି ନାହିଁ। ଜୀବନ ମୃତ ଅବସ୍ଥାରେ କବି ଏବଂ ତାଙ୍କ ପତ୍ନୀ ବଞ୍ଚିଛନ୍ତି। ତେଣୁ ସେ କହୁଛନ୍ତି ମୋର ଆତ୍ମାକୁ ମୁଁ ହଜେଇ ଯାଇଛି। ଯଦି ଥାଆନ୍ତା ତାହେଲେ ମୋ ଭିତରେ ବୁଝାମଣା ଥାଆନ୍ତା ତାହେଲେ ଆମ ଭିତରେ ଝଗଡ଼ା ନଥାନ୍ତା ଆମ ଭିତରେ ଆଡ଼ଜଷ୍ଟମେଣ୍ଟ ଥାଆନ୍ତା ଆମ ଭିତରେ ସହାବସ୍ଥାନ ଥାଆନ୍ତା। ତେଣୁ ଆତ୍ମା ନାହିଁ ବୋଲି ଝଗଡ଼ା ଆସୁଛି ମନମାଳିନ୍ୟ ଦେଖାଦେଉଛି ଆଉ ଜୀବନ ଜଟିଳ ହେଇଯାଉଛି। ତେଣୁ ଆତ୍ମା ନାହିଁ ଏବଂ ତୁମର ଆତ୍ମା ମଧ୍ୟ ନାହିଁ। ତୁମର ଯଦି ଆତ୍ମା ଥାଆନ୍ତା ତାହେଲେ ତୁମର ବି ବୁଝାମଣା ଥାଆନ୍ତା ମୁଁ ଝଗଡ଼ା କରୁଥିଲେ ମଧ୍ୟ ତୁମେ ମୋତେ ବୁଝେଇ ଦିଅନ୍ତ। ସେଥିପାଇଁ କବି କହୁଛନ୍ତି ତୁମର ଆତ୍ମା ବା କାହିଁ ମୋ ଦେହ ବା ଜୀବନ୍ତ କେଉଁଠି। ଆମେ ବଞ୍ଚିଛେ ହେଲେ ଜୀବନ ମୃତ ଅବସ୍ଥାରେ ବଞ୍ଚିଛେ। ଆମେ ଶାନ୍ତିରେ ସଦ୍ଭାବନାର ସହିତ ସୁରୁଖୁରୁରେ ଆମର ଜୀବନ ବିତି ନାହିଁ। ମେଘର ଇସ୍ପାତ ଦେହ ସ୍ଥିର ପୁଣି ବାଧା ପାଏ ସେଠି ତୁମ ମନର କପଟ। ମେଘର ଇସ୍ପାତ ଦେହ ସ୍ଥିର ଅର୍ଥାତ୍ ଜୀବନ ଆକାଶରେ ଜଞ୍ଜାଳ ସମସ୍ୟା ଏସବୁ ହେଉଛି ଗୋଟେ ଗୋଟେ ମେଘ ଭଳିଆ। ଯେମିତି ମେଘ ଆକାଶରେ ଭାସି ଭାସିକା ଚାଲିଯାଏ ରହେ ନାହିଁ ସ୍ଥିର ହେଇକି ଠିକ୍ ସେମିତିକା ଦୁଃଖ ଜଞ୍ଜାଳର ମେଘ ଜୀବନ ଆକାଶରେ ଦେଖାଦେଇଛି ଏବଂ ସିଏ ଭାସିକି ଚାଲିଯିବ ଏବଂ ସେଇଠି ଆମର ଯେଉଁ ଉଚ୍ଚ ଆଶା ବାଧା ପାଉଛି ଆଘାତ ପାଉଛି ଅର୍ଥାତ୍ ସବୁ ଆଶା ଫୁଲଫିଲ୍ ହେଉନାହିଁ ଜୀବନରେ ପୂରଣ ହେଉନାହିଁ ଏବଂ ତୁମର ମନର କପଟ ଅର୍ଥାତ୍ ମନର ନିରୀହତା ସରଳ ନିରୀହ ମନର କପଟ ଚିତ୍ରକଳ୍ପ ପ୍ରତୀକ କରିଛନ୍ତି ସିମ୍ବଲାଇଜ୍ କରିଛନ୍ତି। ତେଣୁ ସେଠି ବାଧା ପାଉଛି ଅର୍ଥାତ୍ ମଣିଷର ସବୁ ଆଶା ଯେତେବେଳେ ପୂରଣ ହେଉନାହିଁ ସେ ଦୁଃଖଗ୍ରସ୍ତ ହେଉଛି ବିଷାଦଗ୍ରସ୍ତ ହେଉଛି। ଆଖିର କପଟ ମୋର ଫେରି ଆସେ ଯେତେବେଳେ ଆକାଶର ଭ୍ରାନ୍ତି ପାରି ହୁଏ। କବି କହୁଛନ୍ତି ଯେ ସବୁ ଆଶା ଯେ ପୂରଣ ହେବ ଏ ପ୍ରକାର ଯେଉଁ ମନସ୍କାମନା ମନରେ ଯେଉଁ ଧାରଣା ରଖିବା ଏ ହେଉଛି ଏକ ଭ୍ରାନ୍ତି ଏକ ଭୁଲ। ତୁମର ଦେହର ଏହି କ୍ଳାନ୍ତି ଆଉ ଭୋକ ଶୋଷ ଉତ୍ତେଜନା ଖେଦ ଆଉ କୋହର ଭିତରେ। ତୁମର ଦେହରେ ଏହି କ୍ଳାନ୍ତି ମାନେ ଅବସାଦ ହାଲିଆପଣ ଯେ ଜୀବନ ପରିଶ୍ରମ ଜଞ୍ଜାଳ କରିକି ଜୀବନ ଜଞ୍ଜାଳରେ ମଣିଷ ପେଶି ହେଇକି ହାଲିଆ ହେଇଯାଉଛି। ସେଠି ଭୋକ ବି ଅଛି ସେଠି ଶୋଷ ବି ଅଛି ସେଠି ଟେନସନ୍ ବି ଅଛି ଉତ୍ତେଜନା ଅଛି ଏବଂ ସେଠି ଖେଦ ଦୁଃଖ ବି ଅଛି ଆଉ କୋହ କ୍ରନ୍ଦନ ବି ଅଛି କାନ୍ଦିବା ଅଛି ଆଖିରୁ ଲୁହ ଝରାଇବା ଅଛି। ୟାକୁ କହନ୍ତି ଜୀବନ। ଏଇସବୁ ଭାବନାର ମିଶ୍ରଣ ହେଉଛି ଜୀବନ। ମୋ ଦେହରେ ସ୍ୱପ୍ନ ଧରି ବୋହିଯାଏ ସମୟର ନଈ। ତଥାପି ମଣିଷ ଯେତେ ମଣିଷର ଆଶା ପୂରଣ ନ ହେଉ ତଥାପି ମଣିଷ ଏକ
ବାଦୀ ପ୍ରାଣୀ ସେ ଆହୁରି ଆଶା କରିବ ସବୁ ମାନେ ସେ ଆଶା ନ କରିକି ମଣିଷ ଜୀବନରେ ବଞ୍ଚିପାରିବ ନାହିଁ ଆଶା ତା'ର ପୂରଣ ନ ହେଉ ଆଶା ଭାଙ୍ଗି ଯାଉ ବିଷାଦ ଆସୁ ଦୁଃଖ ଆସୁ ତଥାପି ତାକୁ ଭୁଲି ଯାଇକି ମଣିଷ ପୁଣି ନୂତନ ଆଶାରେ ଜୀବନ ଅତିବାହିତ କରିବ ଏବଂ ସମୟର ନଈ ଜୀବନର ନଈ ମୃତ୍ୟୁ ଆଡ଼କୁ ବୋହି ଯାଉଛି ନିସ୍ତବ୍ଧ ଦ୍ୱୀପରେ ପତ୍ର ଝଡ଼ା ଶୁଭେ ନାହିଁ ଖରାର ନିଶ୍ୱାସ କବି ଖରା ଦିନରେ ଘର ଭିତରେ ଅଛନ୍ତି ତାଙ୍କ ଘର ପାଖରେ ହୁଏତ ଗଛପତ୍ର କିଛି ଅଛି ତେଣୁ ସେ ନିସ୍ତବ୍ଧ ଦ୍ୱୀପରେ ପତ୍ର ଝଡ଼ା ଶୁଭେ ନାହିଁ ଘର ଭିତରେ ଅଛନ୍ତି ଅପ୍ରିଲ ମେ ମାସର ପ୍ରଚଣ୍ଡ ଗ୍ରୀଷ୍ମ ଋତୁରେ କବି ଘର ଭିତରେ ଅଛନ୍ତି ତେଣୁ ପତ୍ର ଝଡ଼ା ବି ଶୁଭା ଯାଉନାହିଁ ଯେହେତୁ ଘର ଭିତରେ ଅଛନ୍ତି ପତ୍ର କେତେବେଳେ ଝଡ଼ିଲା ସେ ଜାଣିବେ କେମିତିକା ଦ୍ୱିପହର ସମୟ ଘର ଭିତରେ ଅଛନ୍ତି ତେଣୁ ପତ୍ର ଝଡ଼ା ଶୁଭୁ ନାହିଁ ଅର୍ଥାତ୍ କ'ଣ ଚାରିଆଡ଼େ ତା ଏଥିରୁ କ'ଣ ଅର୍ଥ ମିଳୁଛି ନା ଶୂନଶାନ ଅବସ୍ଥା ଗୋଟେ ପ୍ରକାର ନିସଙ୍ଗତାର ଚିତ୍ର ଏଠି କବି ଦେଇଛନ୍ତି ଯେ ଘର ଭିତରେ ଗ୍ରୀଷ୍ମ ଋତୁରେ ଥିବାରୁ ବାହାର ଚତୁର୍ଦିଗ ଗ୍ରୀଷ୍ମ ଋତୁର ଯେଉଁ ପ୍ରଚଣ୍ଡ ଦ୍ୱିପ୍ରହର ସେ ହେଉଛି ଶୂନଶାନ ନିସଙ୍ଗତାର ଚିତ୍ର ଦେଇଛନ୍ତି ଝାଉଁ ବଣ ମିଶିଯାଏ ଧୂଆଁ ହୋଇ ଆକାଶ ଭିତରେ କବି ଯେତେବେଳେ ଯୁବକ ଥିଲେ ନୂଆ ନୂଆ ବିବାହ କରିଥିଲେ ପ୍ରେମ ବିବାହ କରିଥିଲେ ନିଜର ସ୍ତ୍ରୀଙ୍କ ସହିତ ସେ ଝାଉଁ ବଣରେ ଯାଇକି ବୁଲୁଥିଲେ ଝାଉଁ ବଣ କେଉଁଠି ଅଛି ନା ସମୁଦ୍ର କୂଳରେ ଅଛି ଝାଉଁ ବଣ ସାଧାରଣତଃ ବାଲିଆ ଜାଗାରେ ହିଁ ବେଶୀ ଜାତ ହୁଏ ତେଣୁ ସମୁଦ୍ର କୂଳର ଝାଉଁ ବଣରେ କବି ସେଠି ନିଜର ସ୍ତ୍ରୀଙ୍କ ସହିତ ପ୍ରେମ ଆବେଶରେ ମୁଗ୍ଧ ହେଇକି ଆଉ ମୋହଗ୍ରସ୍ତ ହେଇକି ସେ ବୁଲିଛନ୍ତି ଯେମିତିକା ତମର ଆମ ଗୋଟେ ସିନେମା ଅଛି ସାଗର କିନାରେ ରିଷି କପୁର ଆଉ ଡିମ୍ପଲ କପାଡ଼ିଆଙ୍କର ଗୋଟେ ସିନେମା ଅଛି ସାଗର କିନାରେ ଦିଲିଏ ପୁକାରେ ତୁ जो नहीं तो मेरा कोई नहीं है এই গীতটা ସେ ସମୁଦ୍ର କୂଳ ନିକଟବର୍ତ୍ତୀ ଝାଉଁ ବଣରେ ସୁଟିଂ ହେଇଛି ଝାଉଁ ବଣରେ ଚିତ୍ର ଉତ୍ତୋଳିତ ହେଇଛି ତେଣୁ କବି ତାଙ୍କର ପ୍ରିୟା ସହିତ ଝାଉଁ ବଣରେ ବୁଲିଛନ୍ତି ଏବଂ ସେ ଝାଉଁ ବଣ ବ୍ରହ୍ମପୁର ୟୁନିଭର୍ସିଟିରେ ଝାଉଁ ବଣ ଅଛି ସମୁଦ୍ର କୂଳରେ ଆଉ ଗୋପାଳପୁର ନିକଟରେ ମଧ୍ୟ ଝାଉଁ ବଣ ଅଛି ତେଣୁ ଝାଉଁ ବଣରେ କବି ପ୍ରିୟା ସହିତ ବୁଲୁଥିବା ବେଳେ ଏହି ପ୍ରକାର ମନୋଭାବନା ଯେଉଁ ଅତୀତରେ ତାଙ୍କର ବାସ୍ତବ ଜୀବନରେ ଥିଲା ତାକୁ ସିଏ କାବ୍ୟ ରୂପ ଦେଇଛନ୍ତି ମନେ ମୋର ପଡ଼େ ନାହିଁ କେବେ ମୋର ଆଖିର କପତ ତୁମର ସନ୍ଧାନ ଦିନେ ପାଇଥିଲା କଟକ ବା ଉଜ୍ଜୟିନୀ ସହର ପ୍ରାନ୍ତରେ କବି ବୁଢ଼ା ହେଇଯାଇଛନ୍ତି ଏବଂ ଘରେ ଅପଙ୍ଗ ହେଇକି ଅଥର୍ବ ହେଇକି ସ୍ଥାଣୁ ହେଇକି ସ୍ଥବିର ହେଇକି ସ୍ଥିର ହେଇକି ବସିଛନ୍ତି ଏବଂ ତାଙ୍କର ମତିଭ୍ରମ ଘଟୁଛି ମେମୋରି ଫେଲ୍ କରୁଛି ସେ ସବୁକିଛି ମନେ ରଖିପାରୁନାହାନ୍ତି ସେ ମନରେ ସନ୍ଦେହ କରୁଛନ୍ତି ଯେ ସତେ ଯେତେବେଳେ ସେ ରିସର୍ଚ୍ଚ କରିବା ପାଇଁ ମଧ୍ୟପ୍ରଦେଶର ଐତିହାସିକ ସହର ଆଉ ଯେଉଁ ବିକ୍ରମାଦିତ୍ୟ ରାଜୁତି ସହର ଉଜ୍ଜୟିନୀକୁ ସେ ଯେତେବେଳେ ବୁଲିବା ପାଇଁ ଯାଇଥିଲେ ସେତେବେଳେ ସେ ପ୍ରେମିକାକୁ ପତ୍ନୀ ଭାବରେ ପାଇଥିଲେ ନା ଓଡ଼ିଶାର କଟକ ସହରରେ ପଢ଼ୁଥିଲା ବେଳେ ରେଭେନ୍ସା କଲେଜରେ ପଢ଼ୁଥିଲା ବେଳେ ସେ ପ୍ରେମିକାକୁ ପତ୍ନୀ ରୂପରେ ପାଇଥିଲେ ଏକଥା ବାର୍ଦ୍ଧକ୍ୟ ହେତୁ ମତିଭ୍ରମ ହେତୁ କବି ବୁଝିପାରୁନାହାନ୍ତି ଯେ ମନେ ପକାଇ ପାରୁନାହାନ୍ତି ଯେ ପ୍ରକୃତରେ ତାଙ୍କର ସ୍ତ୍ରୀଙ୍କର ସେ ସନ୍ଧାନ କେଉଁଠି ପାଇଥିଲେ ଉଜ୍ଜୟିନୀରେ ପାଇଥିଲେ ନା କଟକରେ ପାଇଥିଲେ ଏବେ ଦୁଇଟା ସହର କଟକ ଏବଂ ଉଜ୍ଜୟିନୀ ଦୁଇଟା ହେଉଛି ଏକ ରାଜକୀୟ ସହର ଐତିହାସିକ ସହର ଏବଂ ମାନେ ଏକ ମାନେ ପ୍ରମୁଖ ବାଣିଜ୍ୟ କେନ୍ଦ୍ରିତ ସହର ଏବଂ ଦୁଇ ସହର ରାଜରାଜୁଡ଼ା ସହର ଏଠି ମର୍କତ କେଶରୀ ଶାସନ କରୁଥିଲେ ଆଉ ଯଜାତି କେଶରୀ ଶାସନ କରୁଥିଲେ କଟକରେ ଠିକ୍ ସେମିତିକା ଉଜ୍ଜୟିନୀରେ ବିକ୍ରମାଦିତ୍ୟ ଶାସନ କରୁଥିଲେ ଯାହାଙ୍କର ଏଇ ଯେଉଁ ଆମର 32 ସିଂହାସନ ଥିଲା ଏବଂ ସେ ଥିଲେ ଜଣେ ତନ୍ତ୍ର ସାଧକ ଦେବୀ ସାଧକ କିଏ ବିକ୍ରମାଦିତ୍ୟ ତେଣୁ ସେ ତାଙ୍କର ମାନେ ଆତ୍ମାକୁ ସ୍ପିରିଟ୍କୁ ସେ ନିଜ କବଳରେ ରଖୁଥିଲେ ସେଇଭଳି ସହର ହେଉଛି ଉଜ୍ଜୟିନୀ ମଧ୍ୟପ୍ରଦେଶର ରାଜଧାନୀ ହେଲା।